ଭାରତର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସେ ଆମ ବାର ସେସନର ଅନୁରୋଧ କ୍ରମେ ଆସୁଛନ୍ତି ରବିବାର ଦିନ 14 ତାରିଖ ଦିନ ଆସୁଛନ୍ତି ସକାଳେ ତାଙ୍କର ପ୍ରୋଗ୍ରାମ ହେବ 10:30 ବେଳକୁ ତାଙ୍କର ଆସିକି ପହଞ୍ଚିବେ ଶହୀଦ ଭବନରେ ଶହୀଦ ଭବନରେ ତାଙ୍କର ଆମର ତାଙ୍କୁ ଆମେ ସ୍ୱାଗତ କରିବୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ତାଙ୍କୁ ଦିଆଯିବ ତାପରେ ତାଙ୍କର ଯେଉଁ ଟପିକ୍ ଦେଇଛନ୍ତି କହିଛନ୍ତି ଏଇଟା ସେ ଜଣେ ଯେହେତୁ ବହୁତ କମନ୍ ମ୍ୟାନ୍ର ଇଏକୁ ରାଇଟ୍କୁ ସେ ବହୁତ ଅଗ୍ରାଧିକାର ଦିଅନ୍ତି ସେ ତାଙ୍କର ଟପିକ୍ଟାକୁ ଯେଉଁ ବଛା ହେଇଛି ଟପିକ୍ଟା ହେଉଛି ମୁଁ ଓଡ଼ିଆରେ କହିଦେଉଛି ତାପରେ ଇଂଲିଶରେ କହିବି ହେଲା ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ ପାଇଁ ରଣନୀତି ensuring justice for the common man strategies for reducing litigation costs and delays ତେଣୁ ଏଇଟାକୁ ଉପରେ ସେ ଦେବେ ଏଇଟା ଉପରେ ସେ ଭାଷଣ ଦେବେ ଏବଂ ସେଇଟା ଉପରେ ସେ କ'ଣ ତାଙ୍କର ମତାମତ ତାଙ୍କର କେମିତି ସେ କେଉଁ ହିସାବରେ ଏଇଟାକୁ କାର୍ଯ୍ୟକାରୀ କରିବେ ସବୁ ବିଷୟରେ ସେ ମତାମତ ଦେବେ ବହୁତ ଗୁରୁତ୍ୱ ରଖୁଛି କାହିଁକିନା ସେ ସିଜିଆଇ ହେଲା ପରେ ସିଏ ତାଙ୍କ ନିଜ ଷ୍ଟେଟ୍ ହରିୟାଣାକୁ ଯାଇଥିଲେ ସେ ହରିୟାଣାରୁ ଆସିଛନ୍ତି ହରିୟାଣାରେ ତାପରେ ଆସୁଛନ୍ତି ଓଡ଼ିଶାକୁ ସିଜିଆଇ ହିସାବରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ଆସୁଛନ୍ତି ଆମ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନରୁ ଆସୁଛନ୍ତି ତେଣୁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ତାକୁ ଅନୁରୋଧକୁ ରକ୍ଷା କରି ଆସୁଛନ୍ତି ତେଣୁ ଓଡ଼ିଶା ପାଇଁ ଏଇଟା ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଉ ସ୍ପେଶାଲି ତାଙ୍କ ହଁ ହଁ ଶୁଣନ୍ତୁ ଏଇଟା ହେଉଛି ଏତେ ଗୁରୁତ୍ୱପୂର୍ଣ୍ଣ କାରଣ ଆପଣ ଜାଣୁଛନ୍ତି କେସ୍ରେ ମାମଲା ବର୍ଷ ବର୍ଷ ଧରି ପଡ଼ି ରହୁଛି ସାଧାରଣ ମହକିଲଟିଏ ନ୍ୟାୟ ପାଇବା ପାଇଁ ବହୁତ ବିଳମ୍ବ ହେଉଛି ବା ନ୍ୟାୟ ପାଇପାରୁନି କାହିଁକିନା ସେ ଭଲ ମାନେ ଦାମୀ ଓକିଲ ଲଗାଇ ପାରୁନି ଯାହାଫଳରେ କି ସେ ତା ପାଇଁ ନ୍ୟାୟଟା ଆପଣ ବିଳମ୍ବିତ ହେଉଛି ବା ଦୁର୍ମୂଲ୍ୟ ହୋଇଯାଉଛି ତେଣୁ ସେଇଥିପାଇଁ ବଡ଼ ଯେଉଁମାନେ ବଡ଼ ଭଲ ଭଲ ଦାମୀ ମହକିଲ ପଇଲା ସେମାନେ ବଡ଼ ବଡ଼ ଓକିଲ ଲଗେଇକି ଚେଷ୍ଟା କରୁଛନ୍ତି ଶୀଘ୍ର ହିୟରିଂ କରିବା ପାଇଁ କିନ୍ତୁ ତାଙ୍କର ଯେ ଗରିବ ଓକିଲମାନେ ସେମାନେ ସେଟା ଗରିବ ମହକିଲମାନେ ସେଟା ତ ସେଇଟା ପାଇଁ ପ୍ରଧାନ ବିଚାରପତି ସେଇଟାକୁ ବହୁତ ପ୍ରଥମରୁ ସେ ଆରମ୍ଭ କରିଛନ୍ତି ବହୁତ ପ୍ରାଧାନ୍ୟ ଦେଇଛନ୍ତି ଯେ ସାଧାରଣ ଆପଣ ଶୁଣିଥିବେ ପଡ଼ିଥିବେ ସାଧାରଣ ଜନତା ପାଇଁ ସାଧାରଣ ଲୋକଙ୍କ ପାଇଁ ମୁଁ ରାତି 12ଟା ପର୍ଯ୍ୟନ୍ତ ବି କୋର୍ଟରେ ବସିବାକୁ ରାଜି ଅଛି ତେଣୁ ଏଭଳି ଜିନିଷ କୌଣସି ପ୍ରଧାନ ବିଚାରପତି ଆଜି ପର୍ଯ୍ୟନ୍ତ କେବେ କହିନାହାନ୍ତି ପ୍ରଥମ ଏମିତି ଏଇ ଯେଉଁ ଜିନିଷଟା ଏଇଭଳିଆ ସାଧାରଣ ଲୋକ ପାଇଁ ଚିନ୍ତା କରୁଥିବା ଲୋକ ଆଜି କୌଣସି ପ୍ରଧାନ ବିଚାରପତି କହିନାହାନ୍ତି ସମସ୍ତେ କହିଛନ୍ତି ବିଭିନ୍ନ ନ୍ୟାୟକୁ କେମିତି ଗୁରୁତ୍ୱ ନ୍ୟାୟ କେମିତି ଗୁରୁତ୍ୱ ଦେବେ ନ୍ୟାୟ ପ୍ରଦାନ କରିବାରେ କିନ୍ତୁ ତାଙ୍କ ସାଧାରଣ ଲୋକଙ୍କ ନ୍ୟାୟ ପ୍ରତି ଏତେ ଗୁରୁତ୍ୱ ଦେବାଟା ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତି ଦେଉଛନ୍ତି ଆଇନଜୀବୀମାନଙ୍କ ପାଇଁ ସେ ତାଙ୍କର ଦୃଷ୍ଟି ରଖିବେ କହିବେ ଆଇନମାନଙ୍କୁ ଗାଇଡ଼ କରିବେ କହିବେ ଆଇନଜୀବୀମାନେ କିପରି କରିବେ ଜଜ୍ମାନେ ହାଇକୋର୍ଟ ମାନ୍ୟବର ଜଜେସ୍ ମାନେ ବି ଚିଫ୍ ଜଷ୍ଟିସ୍ ରହିଛନ୍ତି ମାନ୍ୟବର ଜଜ୍ମାନେ ବି ଅଛନ୍ତି ତଳକୋର୍ଟ ଜଜ୍ମାନେ ବି ଆସିବେ ତ ମାନ୍ୟବର ଜଜ୍ମାନଙ୍କୁ ବି ସେ ଦିଗଦର୍ଶନ ଦେବେ କେଉଁଭଳିଆ ଶୀଘ୍ର ଶୁଣାଣି ହେବ କେମିତି ସେମାନଙ୍କର ସାଧାରଣ ଲୋକଙ୍କର କେସ୍ କେମିତି ଶୀଘ୍ର ଶୁଣାଣି କରିବେ ସାଧାରଣ ଲୋକ କେସ୍କୁ କେମିତି ଇମ୍ପୋର୍ଟାନ୍ସ ଦେବେ ସେଇ ବିଷୟରେ ବି ସେ ଆଲୋକପାତ କରିବେ କାର୍ଯ୍ୟକ୍ରମ ଆରମ୍ଭ ହେବ 10:30 ସେ ଆସିକି ପହଞ୍ଚିବେ ତାପରେ କାର୍ଯ୍ୟକ୍ରମ ଆରମ୍ଭ ହେବ 11ଟାରେ 11ଟା ପରେ ଗୋଟେ ସୁଦ୍ଧା ସରିବ 12:45 ସୁଦ୍ଧା ଆମେ ଚେଷ୍ଟା କରୁଛୁ 12:45 ସୁଦ୍ଧା ସରିଲେ ତାପରେ ସେ ଆସିବେ ହାଇକୋର୍ଟକୁ ଗୋଟେ କରିଛି ଯେହେତୁ ହାଇକୋର୍ଟ ଚିଜା ହିସାବରେ ହାଇକୋର୍ଟକୁ ସେ ଜଷ୍ଟ ବୁଲିବା ପାଇଁ ଆସିବେ ହାଇକୋର୍ଟରେ ତାଙ୍କର ଅଛି 15-20 ମିନିଟ୍ ହାଇକୋର୍ଟରେ ସମୟ ବିତେଇବେ ତାପରେ ଏଠିକି ଯିବେ ଲଞ୍ଚ ପାଇଁ ତାପରେ ଯିବେ